শুনিବାକୁ ଭଲ ଲାଗେ ନାଇଁ ଆଉ ଭୂତ ଗପ ଶୁଣ କି ଭୂତ ଶୁଣିଲେ କ'ଣ ନା ସେ ଡର ଲାଗେ ହେଲା ଏଠୁ ମଜା ଗପ ବେଶୀ ଆମେ ଶୁଣିବାକୁ ଭଲ ଗପ ସବୁ କିଏ କହୁଛି ତମେ ଡେଲି ଶୁଣ ଜେଜେମାଙ୍କ ଗପ ଶୁଣ ଗପ ଶୁଣି ଶୋଇପଡ଼ ନା ଆଚ୍ଛା ଠିକ୍ ଅଛି ତାହେଲେ ଆଜି ଆମେ ଗୋଟେ ଗପ କହିବି ତମମାନେ ଶୁଣିବ ଠିକ୍ ଅଛି ଏଇ ତାହେଲେ ଗପଟିର ନାଁ ହେଉଛି କ'ଣ ବୋକା କୁକୁର କ'ଣ ବୋକା କୁକୁର ବୋକା ମାନେ ଯାହାର ବୁଦ୍ଧି ନାହିଁ କ'ଣ ବୋକା ଠିକ୍ ଅଛି ବୋକା ଆଉ ଚାଲା ଯାହାର ବୁଦ୍ଧି ଅଛି ବୋକା ଯାହାର ବୁଦ୍ଧି କି କମ୍ ବୁଦ୍ଧି ଯାହାର ବୁଦ୍ଧି ବେଶୀ ନାହିଁ ହେଲା ତାହେଲେ କୁକୁରଟି କ'ଣ ବୋକା କୁକୁର କ'ଣ ହେଇଛି ନା ଦେଖ ଗପରେ ଦିନେ କ'ଣ ହେଇଛି ଗୋଟେ କୁକୁରକୁ ଗୋଟେ ମାଂସ ଖଣ୍ଡେ ମିଳିଲା କ'ଣ ରାସ୍ତାରେ ଯାଉଥିଲା ତାକୁ ଖଣ୍ଡେ କ'ଣ ମିଳିଲା ମାଂସ ହାଡ଼ ମିଳିଲା ହେଲା କୁକୁର ତ ମାଂସ ଖାଏ ସମସ୍ତେ ଜାଣିଛ ଖାଏ ନାଇଁ ଆଚ୍ଛା ତାପରେ ସେ ଯାଉଥିଲା ମାଂସ ଧରିଲା ତାପରେ କିଛି ବାଟ ଗଲା ପରେ ସେ ତାକୁ ଶୋଷ ଲାଗିଲା କ'ଣ ଲାଗିଲା ଶୋଷ ଲାଗିଲା ତାପରେ ସେ ଦେଖିଲା ଗୋଟେ କୂଅ ଅଛି କ'ଣ ଅଛି କୂଅ ଅଛି ତାପରେ ସେ କ'ଣ କଲା କୂଅ ପାଖକୁ ଗଲା ଯେହେତୁ କୂଅରେ ପାଣି ଅଛି କୂଅ ପାଖକୁ ଗଲା ନା ନାଇଁ ଦେଖିଲା ସେଠି ବହୁତ ପାଣି ଅଛି ଯେମିତି ଦେଖିଲା ଆଚ୍ଛା ସେ ଯେମିତି ମୁହଁଟା ସେଠି କୂଅ ପାଖରେ ରଖିଛି ତାରି ଗୋଟେ ପ୍ରତିଛବି କୂଅର କ'ଣ ପାଣିରେ ଦେଖାଗଲା କ'ଣ ସେ ଦେଖିଲା ତାର ପ୍ରତିଛବି ଦେଖିଲା ମାନେ ସେ ନିଜେ ଯୋଉ କୁକୁର ଯେମିତି ପାଟିରେ ହାଡ଼ ବା ମାଂସ ଧରିକି ଠିଆ ହେଇଛି ତାରି ଭଳିଆ ଆହୁରି ଗୋଟେ କୁକୁର ସେ ପାଣିରେ ଦେଖିବାକୁ ପାଇଲା ସମସ୍ତେ ପାଣିରେ ଯେତେବେଳେ ମୁହଁ ଦେଖ ନିଜ ମୁହଁଟା ପାଣିରେ ଦେଖାଯାଏ ନା ନାଇଁ ସେମିତି କୁକୁର ମୁହଁ ମଧ୍ୟ ପାଣିରେ ଦେଖାହେଲା ଯେମିତି ସେ ଦେଖିଦେଇଛି ସେ ଭାବିଲା ଇଏ ବୋଧେ ମୋ ଭଳିଆ କ'ଣ ମାଂସ ଧରିକି ଠିଆ ହେଇଛି ତେଣୁ ସେ କ'ଣ ସିଏ ରାଗିଗଲା କହିଲା ମୁଁ ତ ମାଂସ ଧରି ଯାଇଛି ଇଏ ମୋ ମାଂସଟା ନେଇଗଲା କି ହେଲା ସେ ଜାଣିପାରିଲାନି କ'ଣ ତା ମୁଣ୍ଡରେ ବୁଦ୍ଧି ନଥିଲା ଯେ ପାଣିରେ ନିଜର ପ୍ରତିଛବି ଦେଖାଯାଏ ସେ ଜାଣିନାହିଁ ସେ ବୋକା ତେଣୁ କ'ଣ ହେଲା ସିଏ ଜୋରେ ଭୁକି ଦେଲା କ'ଣ କଲା ଭୁକି ଦେଲା ଯେମିତି ଭୁକି ଦେଲା କ'ଣ ହେଲା ମାଂସ ଥିଲା ବା ହାଡ଼ ଥିଲା ସେଟା ପାଣିରେ ଗଳି ପଡ଼ିଲା ତାହେଲେ ଏଥିରେ କୁକୁର ବୋକା କି ଚାଲାକ ତମେ କ'ଣ ଜାଣିପାରିଲ କୁକୁର ଯଦି ବୁଦ୍ଧି ଥାନ୍ତା ତାହେଲେ ସେ ଭୁକି ନଥାନ୍ତା କାରଣ ତାକୁ ଜଣା ନାହିଁ ଯେ ପାଣିରେ ଯଦି ଆମେ କିଛି ଦେଖିବା ନିଜର ମୁହଁ ଦେଖିବା ବା ଯେକୌଣସି ଜିନିଷକୁ ଆମେ ପାଣିର ସାମ୍ନାରେ ରଖିବା ତାହେଲେ ତାର ପ୍ରତିଛବି ପାଣିରେ ଦେଖାଯିବ ତେଣୁ ସେ ପ୍ରତିଛବିକୁ ସତ ଭାବିଗଲା ଆଉ ଭୁକିଲା ଯାହାଫଳରେ ମାଂସଟିକୁ ହରାଇ ବସିଲା ଶୁଣି ଭଲ ଲାଗିଲା